ଭିଜିଲାନ୍ସ ଜାଲରେ ତାଳଚେର ଖଣି ଉପନିର୍ଦ୍ଦେଶକ ଏକ ସମୟରେ 8 ସ୍ଥାନରେ ଚାଲିଛି ରେଡ୍। ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବିଭିନ୍ନ ଖଣି ଖଦାନକୁ ଅର୍ଥ ନେଇ କରିଛନ୍ତି ଖୋଳ। କଳା ହୀରାର ସହରରେ ଖଣିର କଳା କାରନାମା। ଢେଙ୍କାନାଳ ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମେତ ଭୁବନେଶ୍ୱର ପଟିଆ ତେଲକୋଇ ଓ ଜଗମୋହନପୁର କେନ୍ଦୁଝର ଅଞ୍ଚଳରେ ମାର୍କେଟ କମ୍ପ୍ଲେକ୍ସ ଅର୍ଦ୍ଧନିର୍ମିତ ମାର୍କେଟ କମ୍ପ୍ଲେକ୍ସ ତେଲକୋଇ ନିଜର ବାସଗୃହ ଛାମୁଣ୍ଡା ଗ୍ରାମ ଅସ୍ଥାୟୀ ବାସଗୃହ ତାଳଚେରସ୍ଥିତ ସରକାରୀ କାର୍ଯ୍ୟାଳୟ ଏବଂ ଘଟଗାଁ ସମ୍ପର୍କୀୟଙ୍କ ଗୃହ ଆଦି ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ 10 ଜଣ ଡିଏସ୍ପି 16 ଜଣ ଇନ୍ସପେକ୍ଟର ଓ 7 ଏସ୍ଆଇ ଓ ଏଏସ୍ଆଇ ଚଢ଼ାଉ ଜାରି ରଖିଛନ୍ତି। ବର୍ତ୍ତମାନ ଏବେ ମିଳିଥିବା ଖବର ଅନୁଯାୟୀ 2ଟି ମଲ୍ଟି ଷ୍ଟୋରାଇଡ୍ ବିଲ୍ଡିଂ 3 BH ଫ୍ଲାଟ୍ ଯାହାର ଆନୁମାନିକ ମୂଲ୍ୟ 1 କୋଟି 30 ଲକ୍ଷ, 1 ଡୁପ୍ଲେକ୍ସ ଭୁବନେଶ୍ୱର 2ଟି ମାର୍କେଟ କମ୍ପ୍ଲେକ୍ସ 19ଟି ଦୋକାନ 9ଟି ଫ୍ଲାଟ୍ ଯାହାର ଆନୁମାନିକ ମୂଲ୍ୟ 9 କୋଟି 83 ଲକ୍ଷ, ଭୁବନେଶ୍ୱର ପଟିଆ ଶିଶୁ ବିହାରରେ ସୁରେଖା ଅର୍କିଟର ଦ୍ୱିତୀୟ ମହଲାରେ ଗୋଟିଏ 3 BHK ଭିଡିଓ ଫ୍ଲାଟ୍ ନମ୍ବର 205 ରହିଛି ଯାହାର ମୂଲ୍ୟ 1 କୋଟି 30 ଲକ୍ଷ, 1800 ବର୍ଗଫୁଟର କ୍ଷେତ୍ର ସହିତ ଗୋଟିଏ ଡୁପ୍ଲେକ୍ସ ସୁନ୍ଦରପଡ଼ା ଭୁବନେଶ୍ୱରରେ ବାଡ଼ିନାଲି ସିଙ୍କୁଲା ବାହାଲ ଜଗମୋହନପୁର ତେଲକୋଇ କେନ୍ଦୁଝରରେ ଥିବା କୋଠାର 15ଟି ଦୋକାନ ଗୃହ, ପ୍ରଥମ ମହଲାରେ 9ଟି ଦୋକାନ ଗୃହ ଏବଂ ପ୍ରଥମ ମହଲାରେ 6ଟି ଦୋକାନ ଗୃହକୁ ନେଇ ଏକ 2 ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ରହିଛି। ଅନ୍ୟ ଏକ ମାର୍କେଟ କମ୍ପ୍ଲେକ୍ସ ବିଲ୍ଡିଂ ଜଗମୋହନପୁର ତେଲକୋଇ କେନ୍ଦୁଝରରେ 2 ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଥିବା 4ଟି ଦୋକାନକୁ ନେଇ ନିର୍ମାଣ ହୋଇଛି। ବାଦିନାଲା ସିଙ୍କୁଲା ବାହାଲ ଜଗମୋହନପୁର ତେଲକୋଇ କେନ୍ଦୁଝରରେ ମାର୍କେଟ କମ୍ପ୍ଲେକ୍ସ ନିକଟରେ ନିର୍ମାଣାଧୀନ ଏକ 2 ମହଲା କୋଠା ଚାମୁଣ୍ଡା ତେଲକୋଇ ଡିଷ୍ଟ କେନ୍ଦୁଝର ଗାଁରେ ଗୋଟିଏ କୋଠା, ଭୁବନେଶ୍ୱର ପ୍ରାଇମାଞ୍ଚଳରେ 2ଟି ପ୍ଲଟ୍ ଏବଂ ତେଲକୋଇ କେନ୍ଦୁଝରରେ 7ଟି ପ୍ଲଟ୍ରେ ଅଟ୍ଟାଳିକା ରହିଛି। ଉପରୋକ୍ତ ଅଟ୍ଟାଳିକା ମାର୍କେଟ କମ୍ପ୍ଲେକ୍ସ ଡୁପ୍ଲେକ୍ସ ପ୍ଲଟ୍ଗୁଡ଼ିକର ମାପ ଏବଂ ମୂଲ୍ୟାଙ୍କନ ଭିଜିଲାନ୍ସ ଟେକ୍ନିକାଲ ୟଙ୍ଗ ଦ୍ୱାରା ହିସାବ ଚାଲୁ ରହିଛି। ନଗଦ 9,83,800, ପଟିଆ ପ୍ଲାଟରୁ 5,58,800 ଏବଂ ତାଳଚେରରେ ଶ୍ରୀ ନାୟକଙ୍କ ବାସଭବନରୁ 4,25,000 ଟଙ୍କା। 2022 ମସିହାରେ ନିଆଯାଇଥିବା 75 ଲକ୍ଷ ଟଙ୍କା 2 ବର୍ଷ ମଧ୍ୟରେ ସନ୍ଦେହଜନକ ଅର୍ଥରୁ ଫେରସ୍ତ କରାଯାଇଥିଲା କି ନାହିଁ ଯାଞ୍ଚ କରାଯାଇଛି। 10ଟି ବ୍ୟାଙ୍କ ବୀମା ଏବଂ ଡାକ ଜମା ଏବଂ ଅନ୍ୟାନ୍ୟ ନିବେଶ ଇତ୍ୟାଦି ଅନୁସନ୍ଧାନ କରାଯାଉଛି। 1ଟି 4 ଚକିଆ ଯାନ ଟାଟା ପଞ୍ଚ କେଉଁଠି ଅଛି ଖୋଜା ଚାଲିଛି। ଶ୍ରୀ ନାୟକ 2014ରୁ 2021 ମସିହାରେ କୋରାପୁଟ ଜିଲ୍ଲାର 7 ବର୍ଷ ମାଇନିଂ ଅଫିସର ଭାବେ କାମ କରୁଥିଲେ। 18/4/2022ରେ ପ୍ରମୋସନ ପାଇଁ ତାଳଚେର ଖଣି ଉପନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ। ମାତ୍ର 10 ବର୍ଷ କାର୍ଯ୍ୟକାଳ ମଧ୍ୟରେ କଳା ଟଙ୍କା ରୋଜଗାର କରି କୋଟି କୋଟି ଟଙ୍କାର ମାଲିକ ହୋଇପାରିଥିଲେ। ଅଦ୍ୟାବଧି ତଦନ୍ତ ଚାଲୁ ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ, ମସିହା ନ୍ୟୁଜ୍। ଆପଣ ମସିହା ନ୍ୟୁଜ୍ର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କଲେଣି କି? ଯଦି କରିନାହାନ୍ତି ଏବେ କରିନିଅନ୍ତୁ। ଏହା ସହ ମସିହା ନ୍ୟୁଜ୍ର ଫେସବୁକ୍ ଓ ଟ୍ୱିଟର ପେଜ୍କୁ ଲାଇକ୍ ଓ ଫଲୋ କରନ୍ତୁ। ତା ସହ ମସିହା ନ୍ୟୁଜ୍ର ଏପ୍ ଆସିଗଲାଣି, ନିଜ ମୋବାଇଲର ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିନିଅନ୍ତୁ। ଜୟ ଜଗନ୍ନାଥ। ଦେଖନ୍ତୁ, ଆମେ ବିଗତ ଦିନରେ ଭାରତୀୟ ଜନତା ପାର୍ଟି ତରଫରୁ ଡିଡିଏମଙ୍କ ଅଫିସ ଘେରାଉ କରିଥିଲୁ। ଆମର ଅହେତୁକ ମାଟି ମାନେ ହଜାର ଟ୍ରିପ୍ ମାଟି ତାଳଚେରରୁ ଚୋରି ହଉଥିଲା। କର୍ଣ୍ଣପୁର ପଞ୍ଚାୟତ ମନ୍ଦିର ପଛପଟୁ ହଉ, ବନ୍ତୁଲ ପଞ୍ଚାୟତରେ ହଉ କିମ୍ବା କୌଣସି ପ୍ରାଇଭେଟ ଲ୍ୟାଣ୍ଡରେ ମଧ୍ୟ ଏତେ ଚୋରା ଚାଲାଣ ହଉଥିଲା। ପ୍ରାଇଭେଟ ଲ୍ୟାଣ୍ଡ ବି ମାଗୁନଥିଲେ, ସେଥିରୁ ବି ଚୋରି କରି ନଉଥିଲେ। ତାଳଚେର ମ୍ୟୁନିସିପାଲିଟି
ରାଣୀ ପାର୍କ କଥା ହଉ ସବୁଠୁ MCL ଲିଙ୍ଗରାଜ କଥା ହଉ ସବୁଠୁ ସେମାନେ ମାଟି ଚୋରି କରୁନଥିଲେ। ଆଉ ମାଟି ପଛରେ କିଏ ଅଛି ତାଳଚେର ବାସୀ ଛୋଟ ଛୋଟ ପିଲାଠୁ ଆରମ୍ଭ କରୁଛନ୍ତି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଜାଣିଛନ୍ତି। ତା ପରିପ୍ରେକ୍ଷୀରେ ଆମେ DDM ମହୋଦୟଙ୍କୁ ଆମେ ଏହା ଉପରେ ଅବଗତ କରିଥିଲୁ, କିନ୍ତୁ DDM ମହୋଦୟ ଘେରାଉ ମଧ୍ୟ କରିଥିଲୁ, ଅବଗତ କରାଇଥିଲୁ, କିନ୍ତୁ DDM ମହୋଦୟ ଏହା ଉପରେ କୌଣସି କର୍ଣ୍ଣପାତ କରିନଥିଲେ। ତାଙ୍କ ସହିତ ମିଶି ମାଟି ଚୋରିକୁ ଆହୁରି ପ୍ରୋତ୍ସାହନ ଦେଇଥିଲେ। ସେଥିରୁ ବିରକ୍ତ ହେଇ ଆମେ ଭାରତୀୟ ଜନତା ପାର୍ଟି ତରଫରୁ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏବଂ ମାନ୍ୟବର ବିଭାଗୀୟ ଖଣି ମନ୍ତ୍ରୀଙ୍କୁ ଆମେ ଜଣେଇଥିଲୁ। ତାପରେ ଇମିଡିଏଟ ୟା ଉପରେ ଆକ୍ସନ ହେଇଛି, ଭିଜିଲାନ୍ସକୁ ପଠେଇ ସେ କାର୍ଯ୍ୟ କରିଛନ୍ତି। ଆଜି ଆମେ ଅନେକ ଅନେକ ଧନ୍ୟବାଦ ଦଉଛୁ, ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଇଭଳିଆ କରପ୍ଟ ଅଫିସର ତାଳଚେରରେ ରହିବା ଉଚିତ ନୁହେଁ ବୋଲି ଆମେ ମନେ କରୁଛୁ।